ଇତି ଓଡ଼ିଆ ଟ୍ୟୁଟୋରିଆଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ବିଷୟବସ୍ତୁ ହେଉଛି ବନ୍ଦୀର ବିରହ ବ୍ୟଥା। ଆଜିର ଆଲୋଚନାର ପ୍ରସଙ୍ଗ ହେଉଛି ଗୋପବନ୍ଧୁ ଦାସ। କବି ଭାବରେ ସୁପରିଚିତ, ଓଡ଼ିଶାର ଜଣେ ସୁନାମଧନ୍ୟ କବି ଭାବରେ ମଧ୍ୟ ପରିଚିତ, ପ୍ରଥମ ସତ୍ୟାଗ୍ରହୀ ଭାବରେ ମଧ୍ୟ ଆମେ ତାକୁ ଜାଣନ୍ତେ। ତାଙ୍କର ବହୁଗୁଡ଼ିଏ ଲେଖା ଆମ ଓଡ଼ିଆ ସାହିତ୍ୟକୁ ସମୃଦ୍ଧଶାଳୀ ମଧ୍ୟ କରାଇଛି। ପ୍ରଥମେ ଲେଖକଙ୍କ ପରିଚୟ ଜାଣିବା। ଗୋପବନ୍ଧୁ ଦାସ 1867ରେ ଜନ୍ମଗ୍ରହଣ କରିଥିଲେ। 1928ରେ ତାଙ୍କର ମୃତ୍ୟୁ। ଗୋପବନ୍ଧୁ ଦାସଙ୍କୁ ଉତ୍କଳର ମଣି ବୋଲି କୁହାଯାଏ। ମନେ ରଖିବା କଥା, ଉତ୍କଳର ମଣିର ଉପାଧି ତାଙ୍କୁ ଦିଆଯାଇଛି। ପ୍ରଫୁଲ୍ଲ କୁମାର ଚନ୍ଦ୍ର ରାୟ ଏହାକୁ ପ୍ରଦାନ କରିଥିଲେ। ସେ ଉତ୍କଳ ପ୍ରାଦେଶିକ ସମ୍ବିଧାନର ପ୍ରବକ୍ତା ଭାବରେ କାର୍ଯ୍ୟ କରୁଥିଲେ। ସେଥିପାଇଁ ସେ ଉପାଧିଟି ଗୋପବନ୍ଧୁ ଦାସଙ୍କୁ ପ୍ରଦାନ କରିଛନ୍ତି। ଆଉ ଗୋପବନ୍ଧୁ ଦାସ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିବା କଥା ମଧ୍ୟ ଆମେ ଜାଣିଛେ। ସେ ବହୁଗୁଡ଼ିଏ ରଚନା ଲେଖି ବା ବହୁଗୁଡ଼ିଏ ରଚନା କରି ବହୁ ସମୃଦ୍ଧଶାଳୀ ହୋଇଛନ୍ତି। ତାଙ୍କର ଲେଖାରେ ଦେଶପ୍ରେମର ଭାବନା ପ୍ରସ୍ଫୁଟିତ ହୋଇଥାଏ। ତାଙ୍କର ଲେଖାଗୁଡ଼ିକ ଏତେ ସରସ ଆଉ ସୁନ୍ଦର ହୋଇଥାଏ ଯେ ଉଦ୍ବୋଧନ ମିଳିଥାଏ ତାଙ୍କ ଲେଖାରୁ। ସେ ସୁଆଣ୍ଡୋ ଗ୍ରାମର ସ୍ୱପନୀୟ ବା ଉଜ୍ଜଳମୟ ତାରକା ପରି ଉଜ୍ଜଳଦୀପ୍ତ ଉତ୍କଳର ସମସ୍ତ ଘଟଣାବଳୀରେ ପ୍ରତୀୟମାନ ହୁଅନ୍ତି। ସେ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଜନ୍ମଗ୍ରହଣ କରିଥିଲେ ହେଁ ସାରା ଉତ୍କଳ, ସାରା ଓଡ଼ିଶା ତାଙ୍କୁ ଜାଣିଛି। ଆଉ ତାଙ୍କର ଅବଦାନ ଓଡ଼ିଆ ସାହିତ୍ୟ ପାଇଁ କେତେ ସୁବ୍ୟାପକ ତାହା ମଧ୍ୟ ଅବଗତ କରାଇଛି। ତାଙ୍କର ରଚନାବଳୀରେ ଏତେ ସରସ ଓ ସୁନ୍ଦର ଥାଏ ଯେ ଥରେ ପଢ଼ିଲେ ବାରମ୍ବାର ପଢ଼ିବାକୁ ଆକୃଷ୍ଟ ଲାଗେ, ଇଚ୍ଛା ପ୍ରକାଶ ହୁଏ, ଆମେ ତାକୁ ବାରମ୍ବାର ପଢ଼ିବାକୁ ଚାହାନ୍ତେ। ତାଙ୍କର ରଚନାବଳୀ ଗୋପବନ୍ଧୁ ଦାସଙ୍କୁ ଆଧୁନିକ ଓଡ଼ିଆ ସାହିତ୍ୟର ନବନିର୍ମାତା ବୋଲି ମଧ୍ୟ କୁହାଯାଏ। ଓଡ଼ିଶାର ଶିକ୍ଷା, ସାହିତ୍ୟ, ସମାଜ, ରାଜନୀତି ଓ ସଂସ୍କୃତିରେ ଜଣେ ବଳିଷ୍ଠ ପୃଷ୍ଠପୋଷକତା ଭାବରେ ମଧ୍ୟ ସେ ବହୁତ ଜଣାଶୁଣା। ଦେଶ ପାଇଁ ଆତ୍ମବଳିଦାନ ଦେବା ଥିଲା ତାଙ୍କ ଜୀବନର ଚରମ ଓ ପରମ ବ୍ରତ। ସେ କେବଳ ଲୋକମାନଙ୍କ ପାଇଁ ନିଜକୁ ସବୁବେଳେ ଉତ୍ସର୍ଗ କରିଛନ୍ତି। ବାଲ୍ୟ ବୟସରୁ ସେ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ। ନୀଳକଣ୍ଠ ହରିହରଙ୍କ ସାହାଯ୍ୟକାରୀ କବି ଗୋପବନ୍ଧୁଙ୍କୁ ଏହି କାମ ପ୍ରବୋଧାଇଛି। ସେ ଉତ୍ସାହର ସହିତ ଲୋକମାନଙ୍କର ସେବା କରିବାକୁ ଭଲ ପାଆନ୍ତି। କଲିକତାରୁ ଓକିଲାତି ପାସ୍ କରି ମଧ୍ୟ ସେ ଓକିଲାତି ବିଦ୍ୟା ଅପେକ୍ଷା ଶିକ୍ଷକତାକୁ ଅଧିକ ପସନ୍ଦ କରୁଥିଲେ। ସତ୍ୟବାଦୀରେ ସେ ବନବିଦ୍ୟାଳୟରେ ପ୍ରତିଷ୍ଠା କରି ସେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସୁସ୍ଥ ଓ ଆଦର୍ଶ ଦେଶଭକ୍ତ ତିଆରି କରିବାରେ ଲାଗି ପଡ଼ିଥିଲେ। ସେ ମଧ୍ୟ ବହୁ ରଚନାବଳୀ ହେଉଛି ଧର୍ମପଦ, ବନ୍ଦୀର ଆତ୍ମକଥା, କାରାକବିତା, ନଚିକେତା ଉପାଖ୍ୟାନ, ଅବକାଶ ଚିନ୍ତା, ଗୋମାହାତ୍ମ୍ୟ ଇତ୍ୟାଦି ତାଙ୍କର ଅମଳନୀୟ କୃତି। ସେ ସତ୍ୟବାଦୀ ଓ ସମାଜ ସମ୍ପାଦକ ମଧ୍ୟ ଥିଲେ। ପତ୍ରିକାର ସମ୍ପାଦକ ମଧ୍ୟ ପ୍ରତିଷ୍ଠାତା ମଧ୍ୟ ଥିଲେ ବୋଲି କୁହାଯାଏ। ସମାଜ ପତ୍ରିକାର ପ୍ରତିଷ୍ଠାତା ଭାବରେ ଗୋପବନ୍ଧୁ ଦାସଙ୍କୁ ଆମେ ଜାଣିଛନ୍ତି। ସେ ଏକାଧାରାରେ ଗାଳ୍ପିକ, ପ୍ରାବନ୍ଧିକ ଓ କବିତା ଲେଖକ ମଧ୍ୟ ଆମେ କହିପାରିବା। ଗୋପବନ୍ଧୁଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ଶିକ୍ଷକତା ଠାରୁ ସ୍ୱାଧୀନତା ସଂଗ୍ରାମୀ ପର୍ଯ୍ୟନ୍ତ ପରିବ୍ୟାପ୍ତ। ସେ ପ୍ରଥମ ଓଡ଼ିଆ ସାହିତ୍ୟିକ ଯିଏ ଦେଶ ପାଇଁ ଜୀବନ ଦେଇଥିଲେ। ଓ ତାଙ୍କର ଲେଖା ଏତେ ସରସ ଆଉ ସୁନ୍ଦର ଯେ ଆମେ ତାକୁ ପଢ଼ିଲେ ବାରମ୍ବାର ପଢ଼ିବାକୁ ଇଚ୍ଛା ହୁଏ। ବନ୍ଦୀର ବିରହ ବ୍ୟଥା ଯେଉଁ କବିତାଟି ଆମର ଏଥିରେ ଦିଆଯାଇଛି, ଗୋପବନ୍ଧୁଙ୍କ ସାହିତ୍ୟର ମାନବିକତା ଏଥିରେ ସ୍ଫୁଟିତ ହୋଇଛି। ଦେଶ ସେବା ପ୍ରତି ଓ ମାନବ ସମ୍ପ୍ରତି ତାର ମୁଖ୍ୟକୁ ସେ ଅବଲମ୍ବନ କରିଛନ୍ତି ଓ ଦେଶବାସୀଙ୍କ ପାଇଁ ନୂତନ ଶିକ୍ଷା, ନୂତନ ଚିନ୍ତା ଓ ନୂତନ ଧାରାର ପଦାର୍ପଣ କରିଛନ୍ତି। ଏଥିରେ ସେ ନିଜର ପ୍ରସଙ୍ଗକୁ ଉତ୍ତୋଳନ କରି ନିଜ ଦେଶବାସୀଙ୍କ ପାଇଁ ଆହ୍ୱାନ ଦେବା ସହିତ ଗୋଟେ ପ୍ରକୃତିର ଉପମାକୁ ତୁଳନା କରିଛନ୍ତି। ପ୍ରକୃତି ଯେ ଏତେ ସୁନ୍ଦର ହୋଇପାରେ ତାଙ୍କ ଆଖିରୁ ଦେଖିଲେ ଜଣାପଡ଼େ। ଏଥିର ବିଷୟବସ୍ତୁ ହେଉଛି ସଂସ୍କୃତ ଗଦ୍ୟାଂଶଟି ଆମର କାରାକବିତା ସଂକଳନରୁ ସଂଗୃହୀତ। ତାଙ୍କର ଯେଉଁ କାରାକବିତା ରହିଛି 1923ରୁ 1924 ମସିହାରେ ହଜାରିବାଗ ଜେଲରେ ଗୋପବନ୍ଧୁ ବନ୍ଦୀ ହୋଇଥିଲା ବେଳେ ଏ କବିତାଟି ଲେଖିଥିଲେ।
କେତେ ମସିହା 1923-24 ସଠିକ୍ ଭାବରେ ଜଣାପଡ଼ି ନାହିଁ। 1923-24 ମଧ୍ୟରେ ରଚନାବଳୀଟି ସେ ଲେଖିଥିଲେ। ତାଙ୍କର କାର କବିତା କବିତା ସଂକଳନରୁ ଏହା ଉଦ୍ଧୃତ। ଏଥିର କିଛିକାଂଶ ଏଥିରେ ବନ୍ଦୀର ବିରହ ବ୍ୟଥାରେ ଏଥିରେ ଅର୍ପଣ କରାଯାଇଛି। ଏହି କବିତାଟି କୌଣସି ଏକ ସନ୍ଧ୍ୟାରେ ସୂର୍ଯ୍ୟଙ୍କର ଅସ୍ତକାଳୀନ ରୂପ ଦେଖି କବି ଗୋପବନ୍ଧୁ ଭାବପ୍ରବଣ ହୋଇ ପଡ଼ିଥିଲେ। ତାହାକୁ ସେ ଏଥିରେ କବିତା ମାଧ୍ୟମରେ ପ୍ରକାଶ କରିଛନ୍ତି। ସୂର୍ଯ୍ୟ ଓ ପୃଥିବୀର ପ୍ରେମ ଅତ୍ୟନ୍ତ ନିବିଡ଼। ସୂର୍ଯ୍ୟଙ୍କ ବିଦାୟ ପରେ ବିରହ ପ୍ରାଣୀ ପୃଥିବୀର ମନୋଭାବକୁ ଗୋପବନ୍ଧୁ ମାନବୀୟ ଦୃଷ୍ଟିକୋଣରୁ ଉପସ୍ଥାପନା କରିଛନ୍ତି। ଦ୍ୱିତୀୟତଃ କବି ନିଜେ ଯେ ହେଉତା ହଜାରିବାଗ ଜେଲରେ ବନ୍ଦୀ ଥିଲେ। ସନ୍ଧ୍ୟା ଆସିଲା ବେଳେ ସିପାହୀ ଜେଲ ବନ୍ଦ ହେବାକୁ ଆସିଛି। ପ୍ରୟୋଜନମାନଙ୍କ ଠାରୁ ଅଲଗା ହୋଇ ବିରହ ବ୍ୟକ୍ତିର ବିରହତାକୁ ମଧ୍ୟ ସେ ଉକ୍ତ କବିତାରେ ଉପସ୍ଥାପନା କରିଛନ୍ତି। ସେ କ'ଣ କହିଛନ୍ତି, ଯେତେବେଳେ ସେ ସନ୍ଧ୍ୟା ସମୟରେ ତୁମର କ'ଣ କରେ, ଜେଲର ବନ୍ଦ କରିଦିଏ ଜେଲ, ଆଉ ନିଜ ପ୍ରିୟଜନଙ୍କ ପାଖରୁ ଦୂରେଇ ରହି ଏକାକୀ ଗୋଟେ ଘରେ ରହିବାକୁ ପଡ଼େ ବା ଅନ୍ଧାର କୋଠରୀ ଭିତରେ ରାତ୍ରକୁ ବିତେଇବାକୁ ପଡ଼େ, ତାହା ସେଇ ଦୁଃଖକୁ ମଧ୍ୟ ଅନୁଭବ କରିଛନ୍ତି ଗୋପବନ୍ଧୁ ଦାସ। ସେ ମଧ୍ୟ ସେଥିରେ ସେ ସୂର୍ଯ୍ୟଙ୍କ ପରି ପୃଥିବୀ କିପରି କଷ୍ଟ ପାଏ ତା ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଏତେ ସରସ ସୁନ୍ଦର ଭାବରେ ସେ ଲେଖି ଯାଇଛନ୍ତି ଯେ ତାହାକୁ ଜଣେ ପଠନ କଲେ ଜଣଙ୍କର ହୃଦୟର ବେଦନାକୁ ସ୍ପଷ୍ଟ ଭାବରେ ବୁଝି ହୁଏ। ଆଉ କ'ଣ କହିଛନ୍ତି, ମୁଖ୍ୟତଃ ବାହ୍ୟ ପ୍ରକୃତି ଅନ୍ତ ପ୍ରକୃତିର ସମନ୍ୱୟ କବିତାଟିକୁ ଅଧିକ ମର୍ମସ୍ପର୍ଶୀ କରାଇଛି। ସେ ଯାହା କହିବାକୁ ଚାହୁଁଛନ୍ତି ବା ସନ୍ଧ୍ୟା ଆସିବା ବେଳେ ସିପାହୀର କଥା ବା ପ୍ରିୟଜନମାନଙ୍କଠାରୁ ଅଲଗା ହେବା କଥା କିମ୍ବା ଉପସ୍ଥାପନା ସମୟର ମୁଖ୍ୟ ବେଦନା କଥା ସବୁକିଛିକୁ ଏଥିରେ ମର୍ମସ୍ପର୍ଶୀ କରାଯାଇଛି। ତା'ର ଅନ୍ତର୍ନିହିତ ବେଦନା। ଅନ୍ତର୍ନିହିତ ବେଦନା କ'ଣ ନା, ମନ ବାହାରୁ ବା ମଣିଷର ବାହାରୁ ଉତ୍ପନ୍ନ ହେଉଥିବା କଷ୍ଟଠାରୁ ମନର କଷ୍ଟ ବେଶୀ ପରିମାଣରେ କ'ଣ କରେ ନା ଆଚ୍ଛାଦିତ କରେ। ଗୋଟେ ଉକ୍ତି ଆମ ଓଡ଼ିଆରେ ଅଛି, କୁହାଯାଏ ମାନେ ସମସ୍ତ ଘଟଣାବଳୀ ଏଥିରେ ଗୋପବନ୍ଧୁ ଦାସ ବର୍ଣ୍ଣନା କରିଛନ୍ତି। ଆସ ଦେଖିବା ବିଷୟବସ୍ତୁ। ବିଷୟବସ୍ତୁ ରହିଛି ବନ୍ଦୀର ବିରହ ବ୍ୟଥା ବା ଗୋପବନ୍ଧୁ ଦାସଙ୍କର ସୁନ୍ଦର ରଚନା ଯାହା ଆମର କାର କବିତାରୁ ଆସିଛି। ବନ୍ଦୀର ବିରହ ବ୍ୟଥା, ଏଠି ବନ୍ଦୀ କହିଲେ କାହାକୁ ସମ୍ବୋଧନ କରାଯାଉଛି? ବନ୍ଦୀ କହିଲେ ଏଠି ଗୋପବନ୍ଧୁ ଦାସ ବା ଯେତେବେଳେ ସେ ପ୍ରଥମେ ହଜାରିବାଗ ଜେଲରେ କ'ଣ ହେଇଥିଲେ ନା, ପ୍ରଥମେ ଯେତେବେଳେ ସେ ହଜାରିବାଗ ଜେଲରେ ବନ୍ଦୀ ହୋଇଥିଲେ ସେହି ସମୟର ଘଟଣାକୁ ବନ୍ଦୀ ହିସାବରେ ନିଜକୁ ଗୋପବନ୍ଧୁ ଦାସ ତୁଳନା କରିଛନ୍ତି। ବନ୍ଦୀର ବିରହ କ'ଣ? ବିଚ୍ଛେଦର ଦୁଃଖ। ବ୍ୟଥାର ଅର୍ଥ ଦୁଃଖ, ବିରହ ଅର୍ଥ ବିଚ୍ଛେଦ ବା ଯେତେବେଳେ ଜଣେ ଜଣଙ୍କ ପାଖରୁ ଛାଡ଼ି ଚାଲିଯାଏ ସେ ଦୁଃଖ କେତେ କଷ୍ଟଦାୟକ ହୋଇଥାଏ ତାହା ଗୋପବନ୍ଧୁ ଦାସ ସୁନ୍ଦରତା ଭାବରେ ବନ୍ଦୀର ବିରହ ବ୍ୟଥାରେ ତୁଳନା କରିଛନ୍ତି। ପ୍ରିୟଜନମାନଙ୍କ ପାଖରୁ ଅଲଗା ହେବା କଥା ଏଥିରେ ବର୍ଣ୍ଣନା କରିଛନ୍ତି। ପ୍ରଥମ ପଦ ଦେଖିବା, ମଧୁର ବସନ୍ତ ସମୟ ଦିନ ହେଲାଣି ଶେଷ, ଛାଡ଼ି ପୂର୍ବ ଏବେ ତପନ ଯିବେ ପଶ୍ଚିମ ଦେଶ। ଏହାର ଅର୍ଥ ହେଉଛି ମଧୁର ବସନ୍ତ, ବସନ୍ତ ଋତୁର ଆଗମନରେ ଯେଉଁ ପ୍ରସ୍ଫୁଲ୍ଲିତ ପରିବେଶ ସୃଷ୍ଟି ହୁଏ ସେହି ସମୟର ଘଟଣାବଳୀକୁ ଏଥିରେ ଗୋପବନ୍ଧୁ ଦାସ ବର୍ଣ୍ଣନା କରିଛନ୍ତି। ବା ଆମର ବସନ୍ତ ଋତୁ ହେଉଛି ଋତୁରାଜ ବା ଶ୍ରେଷ୍ଠ ଋତୁ ବୋଲି କୁହାଯାଏ, ଯାହା ଫଗୁଣ ଓ ଚୈତ୍ର ମାସର ସମାଗମରେ ସୃଷ୍ଟି ହୁଏ ବୋଲି ଆମେ କହନ୍ତି। ସେହି ସମୟର ଘଟଣାବଳୀକୁ ବନ୍ଦୀର ବିରହ ବ୍ୟଥାର ପ୍ରଥମ ସନ୍ଧ୍ୟାରେ ଉପସ୍ଥାପନା କରିଛନ୍ତି ଗୋପବନ୍ଧୁ ଦାସ। ସେ କ'ଣ କହୁଛନ୍ତି ନା, ମଧୁର ବସନ୍ତ ସମୟ ଦିନ ହେଲାଣି ଶେଷ। ସେ ମଧୁର ବସନ୍ତର ସମୟଟି ଆଜି ଶେଷ ସମୟକୁ ଚାଲି ଆସିଛି ବା ସନ୍ଧ୍ୟା ସମୟକୁ ଆସିଯାଇଛି। ଛାଡ଼ି ପୂର୍ବ ଏବେ ତପନ ଯିବେ ପଶ୍ଚିମ ଦେଶ। ଛାଡ଼ି ଅର୍ଥ ସୂର୍ଯ୍ୟ ଆମର ପୂର୍ବ ଦିଗରେ ହିଁ ଉଦୟ ହୋଇଥାନ୍ତି। ସେ ପୂର୍ବ ଦିଗରୁ ଉଦୟ ହୋଇ ପଶ୍ଚିମ ଦେଶରେ ଅସ୍ତ ହୁଅନ୍ତି। ଆମେ ଏକଥା ପିଲାବେଳୁ ଜାଣିଛେ। ସେ ମଧ୍ୟ କ'ଣ କହୁଛନ୍ତି ନା, ସୂର୍ଯ୍ୟ ଏବେ ପୂର୍ବ ଦିଗରୁ ଉଦୟ ହୋଇଛନ୍ତି। ସୂର୍ଯ୍ୟ କିଏ ନା, ତପନ। ତପନର ଅନ୍ୟ ନାମ ହେଉଛି ସୂର୍ଯ୍ୟ। ଆଉ ପଶ୍ଚିମ ଦେଶକୁ ସେ ଅସ୍ତ ହେବେ। କେଉଁଠୁ ଛାଡ଼ିକି? ପୂର୍ବ ଦିଗକୁ ଛାଡ଼ିକି ପଶ୍ଚିମ ଦେଶରେ ବା ପଶ୍ଚିମ ଦିଗରେ ସେ ଅସ୍ତ ହେବା କଥା ଏଥିରେ ବର୍ଣ୍ଣନା କରିଛନ୍ତି। ସେ କହୁଛନ୍ତି ସୂର୍ଯ୍ୟ ନିଜର ସ୍ଥାନ ପରିବର୍ତ୍ତନ କରୁଛନ୍ତି ଓ ପୂର୍ବ ଦିଗରୁ ଛାଡ଼ିକି ପଶ୍ଚିମ ଦିଗରେ ଅସ୍ତ ହେବା କଥା କହୁଛନ୍ତି। ଆଉ ଏଥିରେ ମଧ୍ୟ ସେ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି କି ତପନ ଏବେ ଚାଲି ଯାଉଛନ୍ତି ପୂର୍ବ ଦିଗ ଛାଡ଼ିକି ପଶ୍ଚିମ ଦିଗରେ ଅସ୍ତ ହେବା ପାଇଁ। ଆଉ ମଧ୍ୟ କ'ଣ କହୁଛନ୍ତି, ବିଦାୟର ତେଣୁ ଲାଗିଛି ଆୟୋଜନ ବିସ୍ତାର, ନାନା ରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର।
अर्थ कुहाଯାଉଛି जो सूर्य पूर्व दिग छाड़िकी पश्चिम दिग को जाउछंती सेही समय विदायर आयोजन लागिछि। विदाय अर्थ विच्छेद बा आमे जोड़ा कहते आमे जनक पाखरु किछि समय पई विदाय नेबा ସେହି ସମୟର କଥା କୁହାଯାଉଛି ଯେତେବେଳେ ସୂର୍ଯ୍ୟ ପୂର୍ବ ଦିଗ ପାଖରୁ ବିଦାୟ ନେଇ ପଶ୍ଚିମ ଦିଗକୁ ଅସ୍ତ ହେଉଛନ୍ତି। ସେ ବିଦାୟ ସମୟରେ ଗୋଟିଏ ପ୍ରୟୋଜନ ବା ଗୋଟେ ପ୍ରସ୍ତୁତି ଚାଲିଛି। କେଉଁମାନଙ୍କର ପ୍ରକୃତିର ପ୍ରସ୍ତୁତି ବା କୁହାଯାଉଛି ନାନା ରଙ୍ଗରେ ଚନ୍ଦ୍ର କ'ଣ ହେଇଛି ଆତପେ ଆତପେ ଅର୍ଥ ଶୀତଳତା ବା ଆଲୋକ ଆଚ୍ଛାଦିତ ହୋଇଛି ବା ଚନ୍ଦ୍ରମଣ୍ଡଳ କଥା କୁହାଯାଉଛି। ଆଚ୍ଛାଦିତ ଅମ୍ବର ପ୍ରସ୍ତୁତ ହେଉଛି ବା ତୁମର ସୁନ୍ଦରତା ଭାବରେ ସଜାଯାଇଛି। ଅମ୍ବର ଅର୍ଥ ଆକାଶକୁ ଆକାଶକୁ ଚନ୍ଦ୍ରର ଶୀତଳତା ଆଉ କିରଣ ଦ୍ୱାରା କ'ଣ ହେଇଛି ଆୟୋଜନ କରାଯାଉଛି ବା ସେମାନେ ଆୟୋଜନ କରୁଛନ୍ତି। କାହାକୁ ଆୟୋଜନ କରୁଛନ୍ତି ନା ଆକାଶକୁ ଆୟୋଜନ କରୁଛନ୍ତି ସୂର୍ଯ୍ୟଙ୍କର ବିଦାୟର ସମ୍ବର୍ଦ୍ଧନା ଦେବା ପାଇଁ। ସେମାନେ କ'ଣ କରୁଛନ୍ତି ନା ସୂର୍ଯ୍ୟଙ୍କୁ ବହୁ ସହକାରେ ନିଜ ପୂର୍ବ ଦିଗ ଛାଡ଼ି ପଶ୍ଚିମ ଦିଗକୁ ଯିବାର ପ୍ରୟୋଜନ ଜଣାଉଛନ୍ତି। ଆୟୋଜନରେ ସେମାନେ ମାତି ପଡ଼ୁଛନ୍ତି। ଚନ୍ଦ୍ର ସୂର୍ଯ୍ୟ ଆତପେ ଆତପେ ଅର୍ଥ ଶୀତଳତାରେ ବା ଆଚ୍ଛାଦରେ ବା ଆଲୋକରେ କ'ଣ ହେଉଛି ନା ଅମ୍ବର ଆଚ୍ଛାଦିତ ହୋଇଛି ବା ଘେରି ରହିଛି ବୋଲି ଏଥିରେ ଗୋପବନ୍ଧୁ ଦାସ ସୁନ୍ଦର ଭାବରେ ବର୍ଣ୍ଣନା କରିଯାଇଛନ୍ତି। ଆଉ କହୁଛନ୍ତି ସେମାନଙ୍କର ଯେଉଁ ଚନ୍ଦ୍ରର କିରଣ ଅମ୍ବର ଉପରେ ଏତେ ସ୍ଫୁଟିତ ଭାବରେ ପଡ଼ିଛି ଯେ ସୁନ୍ଦରତା କ'ଣ ହେଉଛି ନା ମନଲୋଭା ହେଇ ପଡ଼ୁଛି। ସୂର୍ଯ୍ୟଙ୍କର ଆଗମନ ଘଟିବା ଫଳରେ ବା ବିଦାୟର ସମୟରେ ସମସ୍ତେ ଆନନ୍ଦିତ ହୋଇ ତାଙ୍କୁ ବିଦାୟ ଦେଉଛନ୍ତି। ଗୋଟେ ଶିକ୍ଷକ ଅବସର ନେଲାବେଳେ ଯେଉଁପରି ଭାବରେ ଆଡ଼ମ୍ବରପୂର୍ଣ୍ଣ ଭାବରେ ଆମେ ତାଙ୍କୁ ବିଦାୟ ଦେଇଥାନ୍ତି ସେହିପରି ଭାବରେ ସାରା ଅମ୍ବର ବା ଅମ୍ବରର ଲୋକମାନେ ବା ଚନ୍ଦ୍ର ହେଉ ତାରା ହୁଅନ୍ତୁ ପକ୍ଷୀମାନେ ହୁଅନ୍ତୁ ପ୍ରକୃତି ତାଙ୍କୁ କ'ଣ କହୁଛି ସୁନ୍ଦର ଭାବରେ ବିଦାୟ ଦେଉଛି। ଏ ଦୃଶ୍ୟରେ ଆମେ ଗୋପବନ୍ଧୁଙ୍କ ପାଖରୁ ଏସବୁ ଦେଖିବାକୁ ପାଇବା। ଦଳେ ପକ୍ଷୀ ଗାଆନ୍ତି ଉଚ୍ଚେ କରୁଣ ଗାନ ତରୁ ଗିରି ଛାୟା ବିସ୍ତାରୀ ପାଦେ କରେ ପ୍ରଣାମ। ଅର୍ଥ ଦଳେ ଦଳେ ଯେତେବେଳେ ସନ୍ଧ୍ୟା ସମୟ ଆସେ ପକ୍ଷୀମାନେ ନୀଳ ଛାଡ଼ି ବା ଖାଦ୍ୟ ଅନ୍ୱେଷଣରେ ପ୍ରଭାତରୁ ଚାଲି ଯାଇଥାନ୍ତି ଓ ସନ୍ଧ୍ୟା ସମୟରେ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ସେହି ସମୟର ଘଟଣାକୁ ଗୋପବନ୍ଧୁ ଦାସ ବର୍ଣ୍ଣନା କରୁଛନ୍ତି କି ଯେଉଁ ସମୟରେ ସେ କ'ଣ କରୁଛନ୍ତି ନା ଫେରୁଛନ୍ତି ସେ ସମୟରେ ସେ କରୁଣ ଗାନ ବା ଦୁଃଖପୂର୍ଣ୍ଣ ଗୀତ ଗାନ କରି କରି ଫେରୁଛନ୍ତି ସୂର୍ଯ୍ୟଙ୍କର ଅସ୍ତ ଫଳରେ। ତରୁ ଗିରି ଛାୟା ବିସ୍ତାରୀ ପାଦେ କରେ ପ୍ରଣାମ। ଯେତେବେଳେ ଆମକୁ ସନ୍ଧ୍ୟା ସମୟର ଆଭାସ ହୁଏ ବା ସନ୍ଧ୍ୟା ସମୟରେ ଆମେ ଜାଣିଛନ୍ତି ବିଜ୍ଞାନରେ ପଢ଼ିଛନ୍ତି କି କିରଣ ବା ଛାଇ ଲମ୍ବ ଭାବରେ ପଡ଼ିଥାଏ। ତରୁ ଗିରିମାନଙ୍କର ଛାୟା କ'ଣ ହୋଇଥାଏ ନା ଧରାପୃଷ୍ଠରେ ଲମ୍ବ ଭାବରେ ପଡ଼ିଥାଏ ଆଉ ତାହା ଯେମିତି ଲାଗେ କି ସୂର୍ଯ୍ୟଙ୍କୁ ସେମାନେ କ'ଣ କରୁଛନ୍ତି ନା ପ୍ରଣାମ ଜଣାଉଛନ୍ତି ଭକ୍ତିପୂର୍ଣ୍ଣ ଭାବରେ ତାଙ୍କୁ ସମର୍ଥନ କରୁଛନ୍ତି ଆଉ ପୁଣି ଥରେ ଆସିବାକୁ ମଧ୍ୟ ସ୍ୱାଗତ କରୁଛନ୍ତି। ତାହା ମଧ୍ୟ ଆମେ ଏଥିରେ ଭଲ ଭାବରେ ଗୋପବନ୍ଧୁ ଦାସଙ୍କ ଲେଖାରେ ପ୍ରସ୍ଫୁଟିତ ହେଉଛି ବା ଦେଖାଯାଉଛି। ସେ କ'ଣ କହୁଛନ୍ତି ନା ତରୁ ଗିରି ଛାୟା ବିସ୍ତାରୀ ପାଦେ କରେ ପ୍ରଣାମ। କାହା ପାଦରେ ସୂର୍ଯ୍ୟଙ୍କ ପାଦ ତଳେ କ'ଣ କରୁଛନ୍ତି ଛାୟାମାନେ କ'ଣ କରୁଛନ୍ତି ନା ପ୍ରଣାମ ଜଣାଉଛନ୍ତି। ଏ କଥା ମଧ୍ୟ ସୁନ୍ଦର ଭାବରେ ବର୍ଣ୍ଣନା କରିଯାଉଛନ୍ତି ଗୋପବନ୍ଧୁ ଦାସ। ତାଙ୍କ ଶିରେ ସୂର୍ଯ୍ୟ ଦିଅନ୍ତି ହେମ ବରଣୀ ପାଟ ଅନ୍ତରକ୍ତ ଭୃତ୍ୟ ମସ୍ତକେ ଯାହା ବାନ୍ଧେ ସମ୍ରାଟ। ତାଙ୍କର ଅର୍ଥ ଏଠି କାହାକୁ କୁହାଯାଉଛି ତରୁଗିରି ବନ ପ୍ରଦେଶର ସମସ୍ତ ବ୍ୟକ୍ତିମାନଙ୍କୁ କୁହାଯାଉଛି। କ'ଣ କରୁଛନ୍ତି ନା ସେମାନଙ୍କର ମସ୍ତକରେ ତୁମର ସୂର୍ଯ୍ୟ ଦିଅନ୍ତି ହେମବରଣୀ ପାଟ। ହେମବରଣୀ ପାଟର ଅର୍ଥ କ'ଣ ନା ସୁନା ରଙ୍ଗର ତୁମର ଲୁଗା ବା ପାଟ ବସ୍ତ୍ର କଥା କୁହାଯାଉଛି। ଏଥିରେ ପାଟ ବସ୍ତ୍ର କଥା କାହିଁକି କୁହାଯାଇଛି ନା ପାଟ ବସ୍ତ୍ର କଥା କାହିଁକି କୁହାଯାଇଛି ନା ଯେତେବେଳେ ସୁନୀଳ ରଙ୍ଗର ସୂର୍ଯ୍ୟ ଅସ୍ତ ହୋଇଥାନ୍ତି ସେ ସୁନୀଳ ରଙ୍ଗର ଅସ୍ତ୍ରରେ ବା ସେ ସୁନୀଳ ରଙ୍ଗରେ କ'ଣ କରିଥାନ୍ତି ନା ତାଙ୍କ ମସ୍ତକରେ ଶୋଭା ପାଏ। ଅନୁରୁକ୍ତ ଭୃତ୍ୟ ମସ୍ତକେ ଯାହା ବାନ୍ଧେ ସମ୍ରାଟ। ଅନୁରୁକ୍ତ ଅର୍ଥ ଅନୁଗତ ବା ସହଚର ବା ସାନ। ଭୃତ୍ୟ ଅର୍ଥ ଚାକର। ମସ୍ତକ ଅର୍ଥ ମୁଣ୍ଡରେ ବା ଯେମିତି ସମ୍ରାଟ ନିଜ ଚାକରର ମୁଣ୍ଡରେ ବା ଅନୁରକ୍ତର ମୁଣ୍ଡରେ ଅନୁଗତର ମୁଣ୍ଡରେ ଯେଉଁପରି ତୁମ ହେମ ବରଣୀ ପାଟ ବା ସମ୍ରାଟ ସଦୃଶ ସେ ତାଙ୍କୁ ମୁକୁଟ ଧାରଣ କରିଥାଏ ସେହିପରି ସୂର୍ଯ୍ୟ ମଧ୍ୟ କ'ଣ କରୁଛନ୍ତି ନା ହେମ ବରଣୀ ପାଟ ପିନ୍ଧଉଛନ୍ତି କାହାକୁ ନା ତୁମର ବୃକ୍ଷ ତରୁମାନଙ୍କୁ। ତାଙ୍କର ଛାୟାପୂର୍ଣ୍ଣ ମସ୍ତକରେ ତୁମର ଧାରଣ କରୁଛନ୍ତି ସୁନୀଳ ରଙ୍ଗର ମୁକୁଟ। ଭୃତ୍ୟ ଅର୍ଥ ତୁମର ଚାକର କଥା ଏଥିରେ କୁହାଯାଉଛି। ଚାକରକୁ ଯେପରି ସମ୍ରାଟ ସମ୍ମାନ ପ୍ରଦର୍ଶନ କରେ ସେହିପରି ଭାବରେ ସମ୍ରାଟ କ'ଣ କରୁଛନ୍ତି ବା ସମ୍ରାଟ ବୋଲି ସୂର୍ଯ୍ୟଙ୍କୁ କୁହାଯାଉଛି। ସୂର୍ଯ୍ୟ ଏଠି ତୁମର ତରୁ ଆଉ
ଗିରିକୁ ତାଙ୍କର ମସ୍ତକରେ ହେମପାଟ ବା ବରଣୀ ପାଟ ଧାରଣ କରାଉଛନ୍ତି, ଦେଉଛନ୍ତି, ତାଙ୍କୁ ଅର୍ପଣ କରୁଛନ୍ତି ସୁନୀଳ ରଙ୍ଗର ପାଟରେ। ଆମେ ସନ୍ଧ୍ୟା ସମୟର ଦୃଶ୍ୟ ସମସ୍ତେ ଦେଖିଛେ। ସେ ସନ୍ଧ୍ୟା ସମୟର ଦୃଶ୍ୟରେ ସୂର୍ଯ୍ୟଙ୍କର କିରଣ ସ୍ୱତ ଲୋହିତ ରଙ୍ଗର ଥାଏ। ସେ ସ୍ୱତ ଲୋହିତ ରଙ୍ଗ ତଳେ ନ ପଡ଼ି, ଭୂମିପୃଷ୍ଠରେ ନ ପଡ଼ି ଉଚ୍ଚ ସ୍ଥାନରେ ପଡ଼ିଥାଏ। ସେ ଗିରିଙ୍କର ମସ୍ତକ ଓ ତମର ତରୁଲତାଙ୍କର ମସ୍ତକ ଉପରେ ଧାରଣ କରିଥିବା କଥା ଏଥିରେ ଗୋପବନ୍ଧୁ ଦାସ ବର୍ଣ୍ଣନା କରୁଛନ୍ତି। ତାଙ୍କର ବର୍ଣ୍ଣନାରୁ ଆମେ ସ୍ପଷ୍ଟ ଭାବରେ ଜାଣିପାରିବା ସେ କେତେ ପ୍ରକୃତ ପ୍ରେମୀ, ସେ ପ୍ରକୃତିକୁ କେତେ ଭଲ ପାଆନ୍ତି। ଆଉ ତାଙ୍କର ପ୍ରକୃତି ଧାରଣା ଏତେ ସୁନ୍ଦର ଯେ ଯାହା ସୂର୍ଯ୍ୟଙ୍କର ସମସ୍ତ କିରଣ କେଉଁପରି ଭାବରେ ତମର ତରୁ ଓ ଗିରି ମଧ୍ୟରେ ପଡ଼ିଥାଏ, ତାଙ୍କର ହେମବରଣୀ ପାଟ ପରି ସୁନୀଳ ରଙ୍ଗର ପାଟ ପରି ଦିଶୁଥାଏ, ତାହା ମଧ୍ୟ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଗୋପବନ୍ଧୁ ଦାସ। ଏତେ ସୁନ୍ଦର ଓ ସରସ ଭାବରେ ସେ ସୂର୍ଯ୍ୟଙ୍କର ଉପସ୍ଥାପନା କରୁଛନ୍ତି। ଅସ୍ତ ସୂର୍ଯ୍ୟର ଏତେ ସୁନ୍ଦର ଦେଖାଯାଉଛି, ଯାହା ଅତୀବ ମନୋରମ ଓ ରମଣୀୟ ହୋଇଥାଏ। ତାଙ୍କ କବିତା ବଳୀରୁ ସ୍ପଷ୍ଟ ଭାବରେ ଆମେ ତାର ପ୍ରମାଣ ପାଉଛେ। ତା ଚଳ ଉଚ୍ଚ ଆସନେ ବସି ହସନ୍ତି ରବି, ପ୍ରାଚୀ ଅନୁରାଗେ ଇଞ୍ଚିତ ଚାରୁ ବଦନ ଛବି। ଅସ୍ତାଚଳ ଅର୍ଥାତ୍ ସୂର୍ଯ୍ୟଙ୍କର ଅସ୍ତ ହେଉଥିବା ପର୍ବତ ଅସ୍ତାଚଳ ବୋଲି ତାଙ୍କୁ କୁହାଯାଏ। ଅସ୍ତାଚଳ ଉଚ୍ଚ ଆସନେ ବସି ହସନ୍ତି ରବି, ଯେତେବେଳେ ଉଦୟ ହେଉଥାନ୍ତି ସୂର୍ଯ୍ୟ ଯେତେବେଳେ ହସ ହସ ବଦନରେ ଅସ୍ତ ହେଉଥାନ୍ତି ବୋଲି କଥା ଏଥିରେ ବର୍ଣ୍ଣନା କରାଯାଉଛି। ପ୍ରାଚୀ ଅର୍ଥ ପୂର୍ବ ଦିଗର କଥା କୁହାଯାଉଛି। ଅନୁରାଗୀ ଅର୍ଥ ସ୍ନେହ। ପ୍ରାଚୀ ଅର୍ଥ ପୂର୍ବ ଦିଗ, ଅନୁରାଗୀ ଅର୍ଥ ସ୍ନେହ, ସ୍ନେହ ଭାଜନ ହୋଇପଡ଼ୁଛି ପୂର୍ବ ଦିଗ। ଆଉ ଇଞ୍ଚିତ ଅର୍ଥ ସ୍ୱଭାବ ବା ଇଞ୍ଚିତର ଅର୍ଥ ସ୍ୱାଭାବିକ ଭାବରେ, ଚାରୁ ଅର୍ଥ ସୁନ୍ଦର, ବଦନ ଅର୍ଥ ମୁଖ, ଛବି ଅର୍ଥ ଦୃଶ୍ୟ ବା ତମର ସବୁ କ'ଣ ହେଉଛି ନା ଦୃଶ୍ୟପଟ ହେଉଛି। ଅସ୍ତାଚଳ ଉଚ୍ଚ ଆସନେ ବସି ହସନ୍ତି ରବି, ରବି କ'ଣ କରୁଛନ୍ତି, ହସ ହସ ବଦନରେ ନିଜକୁ ଅସ୍ତ ଦେଉଛନ୍ତି। ଆଉ ପ୍ରାଚୀ କ'ଣ କରୁଛି ବା ପୂର୍ବ ଦିଗ ତାଙ୍କର ଅନୁରକ୍ତ ଓ ତାଙ୍କ ସ୍ନେହପୂର୍ଣ୍ଣ ଭାବରେ ତମର ସ୍ୱଭାବିତ ହୋଇ ତମର ସୁନ୍ଦର ଚାରୁ ବଦନରେ ସେ ଛବିକୁ ଉପଭୋଗ କରୁଛି, ଦେଖୁଛି କ'ଣ ଘଟିଯାଉଛି ତା ଜୀବନରେ, ଆଉ ସେ କିପରି ସୂର୍ଯ୍ୟଙ୍କୁ ଅସ୍ତ ହୋଇଥିବାର ଦେଖିବାକୁ ମିଳୁଛି। ସେ ସୂର୍ଯ୍ୟଙ୍କର ଅସ୍ତଗାମୀ ସୂର୍ଯ୍ୟକୁ ସେ କ'ଣ କରୁଛି ନା ସ୍ନେହପୂର୍ଣ୍ଣ ଭାବରେ ବିଦାୟ ଦେଉଛି। କିନ୍ତୁ ଆଉ ମନ ଭିତରେ ବେଦନା ବି ମଧ୍ୟ ରହିଛି, ଦୁଃଖ ମଧ୍ୟ ରହିଛି। କାଳେ ପୁଣି ଥରେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ନ ହୁଅନ୍ତି, ତାହା ମଧ୍ୟ ତା ମନରେ ସେ ବିରହକୁ ସୃଷ୍ଟି କରୁଛି। ଆଉ ମଧ୍ୟ କ'ଣ କୁହାଯାଇଛି ନା ଆଉ ମଧ୍ୟ କୁହାଯାଉଛି, ପ୍ରାଚୀ ଅଭିମୁଖେ ଲମ୍ବାଇ ସ୍ନିଗ୍ଧ କନକ କର, କୋମଳ ଆଶ୍ୱାସେ ଦେଖାନ୍ତି ନିଜ ସ୍ନେହ ଆଦର। ସେ କ'ଣ କହୁଛନ୍ତି, ପ୍ରାଚୀ, ପ୍ରାଚୀ ଅର୍ଥ ପୁଣି ପୂର୍ବ ଦିଗ କଥା କୁହାଯାଉଛି। ଅଭିମୁଖେ ଅର୍ଥ ତା ପାଇଁ ବା ପୂର୍ବ ଦିଗ ପାଇଁ କ'ଣ କରୁଛନ୍ତି, ଲମ୍ବାଇ ସ୍ନିଗ୍ଧ କନକ କର ଅର୍ଥ ସୁନାର କରକୁ ବା ସ୍ନିଗ୍ଧ ଅର୍ଥ କୋମଳ ସୁନାର କରକୁ ଲମ୍ବେଇ ଦେଉଛନ୍ତି ବା କିରଣ ଲମ୍ବ ଭାବରେ ପଶ୍ଚିମରୁ ପୂର୍ବକୁ ପଡ଼ୁଛି। କୋମଳ ଆଶ୍ୱାସେ ଦେଖନ୍ତି ନିଜ ସ୍ନେହ ଆଦର। ସେ କ'ଣ କହୁଛନ୍ତି, କୋମଳତା ଭାବରେ ବା ସୂର୍ଯ୍ୟଙ୍କର କିରଣ ଅସ୍ତ ହେବା ସମୟରେ କୋମଳ ଥାଏ, ଟାଣ ଖରା ନଥାଏ। ସେ କଥା ମଧ୍ୟ ଗୋପବନ୍ଧୁ ଦାସ ଏଥିରେ ବର୍ଣ୍ଣନା କରୁଛନ୍ତି। ଯେତେବେଳେ ସେ ଅସ୍ତ ଯାଉଛନ୍ତି ସୂର୍ଯ୍ୟ, ସେହି ସମୟରେ ସୂର୍ଯ୍ୟଙ୍କର କିରଣ କୋମଳ ଭାବରେ କ'ଣ କରୁଛି, ଆଶ୍ୱାସେ ଅର୍ଥ କୋମଳ ଭାବରେ ତମର ସନ୍ତାନ ବା ସନ୍ତତିମାନଙ୍କୁ ଯେପରି ସ୍ନେହପୂର୍ଣ୍ଣ ଭାଜନରେ ଦେଖିଥାଏ, ସେହିପରି ସୂର୍ଯ୍ୟ ମଧ୍ୟ କ'ଣ କରୁଛନ୍ତି ନା ତରୁଲତାମାନଙ୍କୁ ବା ଏ ପ୍ରକୃତିକୁ ବା ଧରାପୃଷ୍ଠକୁ ସେହି ସମୟରେ ନିଜର ସନ୍ତାନ ସନ୍ତତି ଭାବି ନିଜର କୋମଳ କରକୁ ବା ତମର କ'ଣ କୁହାଯାଉଛି ନା କୋମଳ ସୁନାର କରକୁ ଲମ୍ବେଇ ଅମିରଣ ମୃଦୁ ମର୍ମରେ ପ୍ରେମ ଅସ୍ପଷ୍ଟ ଗିରି, କହନ୍ତି ଆଚରେ ଫେରିବି ଧନି କୁହ କାଦର। ଅର୍ଥ ଏଠି ପବନକୁ ବୁଝାଯାଉଛି। ପବନ ମୃଦୁ ମର୍ମରେ ପ୍ରେମ ଅସ୍ପଷ୍ଟ ଗିରି, କ'ଣ କରୁଛି ନା ପବନ ଏଠି ମୃଦୁ ଅର୍ଥ କୋମଳ ମର୍ମରେ ପ୍ରେମ ଭାବରେ ଅସ୍ପଷ୍ଟ ଅର୍ଥ ଅଳ୍ପ ଅଳ୍ପ କଥାରେ ଗିରିକୁ କହୁଛି, କହନ୍ତି ଅଚିରେ ଫେରିବି ଧନି ନ ହୁଅ କାତର। ସେ କହୁଛନ୍ତି, ମୁଁ ପୁଣି ଥରେ କାଲି ସକାଳେ ଫେରି ଆସିବି ଏଇ ଗିରି ପାଖକୁ ବା ଏଇ ଅସ୍ଥିର ପାଖକୁ, ଅଚିର ପାଖକୁ ଫେରି ଆସିବି। ତମେମାନେ କେହି ବି କାତର ହୁଅ ନାହିଁ, ଦୁଃଖ ଅନୁଭବ କର ନାହିଁ। ତମେ କ'ଣ କର ନା ଖୁସିରେ ବିଦାୟ ଦିଅ। ମୁଁ ପୁଣି ଥରେ ପୂର୍ବ ଦିଗରୁ କାଲି କ'ଣ କରିବି ନା ଉଦୟ ହେବି ଓ ପୁଣି ପଶ୍ଚିମ ଦିଗରେ ଅସ୍ତ ହେବି। ଏହା ମୋର କର୍ତ୍ତବ୍ୟ ବୋଲି ସୂର୍ଯ୍ୟ କ'ଣ କରୁଛନ୍ତି ନା ପବନକୁ କହୁଛନ୍ତି ସମସ୍ତଙ୍କୁ ବାର୍ତ୍ତା ଦେବା ପାଇଁ।
ସମସ୍ତଙ୍କୁ ବୁଝେଇ ଦେବା ପାଇଁ କି ଜୀବନର ଧାରଣୀ ଯାହା କିଛି ବିଧାତା ଗଢ଼ିଛି ତା'ର ବିଧିର ବିଧାନ ହିଁ ଏଇଆ। ପ୍ରତିଦିନ ଏହିପରି ବିଧାନ ଗଢ଼ି ହୁଏ ଓ ବିଧାନ ଏହିପରି ଚାଲିଥାଏ। ଯାହା କିଛି ଲେଖା ଅଛି ସେହିପରି ଘଟିବା କଥା ମଧ୍ୟ ଏଥିରେ ସ୍ପଷ୍ଟ ଭାବରେ ଗୋପବନ୍ଧୁ ଦାସ ବର୍ଣ୍ଣନା କରି ଯାଉଛନ୍ତି। ସୂର୍ଯ୍ୟ ସମସ୍ତଙ୍କୁ କ'ଣ କରୁଛି ନା ଅସ୍ପଷ୍ଟ ସ୍ୱରରେ ଏ ବାର୍ତ୍ତା ଦେଉଛି କି ମୁଁ କାଲି ପୁଣି ଥରେ କ'ଣ କରିବି ନା ପୁନର୍ବାର ପୂର୍ବ ଦିଗରୁ ଉଦୟ ହେବି ଆଉ ଯାହା ବିଧିର ବିଧାନ ତାହାକୁ ପାଳନ କରିବି। ସେଥିପାଇଁ ମୋତେ ଆଜି ବିଦାୟ ନେବାକୁ ପଡ଼ୁଛି ବୋଲି ସୂର୍ଯ୍ୟ କହୁଛେ। ପବନ ବା ସୂର୍ଯ୍ୟ ଏସବୁ ବାର୍ତ୍ତାକୁ ସାରା ପ୍ରକୃତିକୁ ଦେବା ପାଇଁ ଚାହୁଁଛନ୍ତି ଆଉ ସୁନ୍ଦର ଭାବରେ ଏହି ବିଦାୟକୁ ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରୁଛନ୍ତି। କାହାକୁ? ଗିରି ଆଉ ତରୁକୁ। ପବନକୁ ସେମାନଙ୍କ ବାର୍ତ୍ତା ପହଞ୍ଚାଇବାକୁ ଅନୁରୋଧ କରୁଛନ୍ତି କିଏ? ନା ପବନ। ସେ ଅନୁରୋଧ ସହକାରେ ପବନ ସାହାଯ୍ୟରେ ସମସ୍ତ କଥାକୁ ଅସ୍ପଷ୍ଟ ସ୍ୱରରେ ମୃଦୁ ଭାବରେ ଅସ୍ପଷ୍ଟ ସ୍ୱରରେ ସେ ବୁଝେଇ ଦେଉଛନ୍ତି। ଆଜି ପାଇଁ ଏତିକି। ଦ୍ୱିତୀୟ ଭିଡ଼ିଓରେ ଏହା ପରପଦରୁ ଆମେମାନେ ଆଲୋଚନା କରିବା। ଯଦି କିଛି ଡାଉଟ୍ ଥାଏ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ।